ତ ନମସ୍କାର ଦର୍ଶକ ବନ୍ଧୁ, ଆଶା କରୁଛି ଆପଣମାନେ ଭଲରେ ଥିବେ। ତ ଚାଲନ୍ତୁ ଆଜିର ମୁଖ୍ୟ ଖବର ଉପରେ ନଜର ପକାଇବା। ତ ନଜର ପକାଇବା ଆଗରୁ ମୁଁ ଆପଣଙ୍କୁ କହିଦେଉଛି ଯେ ଚ୍ୟାନେଲଟିକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ, କାହିଁକିନା ଡେଲି ଆପଣଙ୍କୁ ମିଳିବ ଏହିପରିଆ ଭଲ ଖବର। ତ ଚାଲନ୍ତୁ ଡେରି ନକରି ଷ୍ଟାର୍ଟ କରିବା ଏକ ବଡ଼ ଖବରରୁ। କଳାହାଣ୍ଡି ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ନର୍ଲା ବ୍ଲକ ଅଧୀନସ୍ଥ ରୁପ୍ରା ଖମ୍ବପଡ଼ା ସ୍ଥିତ ଶ୍ରୀ ବିଶ୍ୱେଶ୍ୱର ମହାଦେବ ମନ୍ଦିର ପରିସରରେ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତଙ୍କ ବଦାବଳିରେ ରକ୍ତ ରଞ୍ଜିତ ହୋଇଛି। ମା ଚଣ୍ଡୀଙ୍କ ପୀଠା ପରମ୍ପରା ଓ ରୀତିନୀତି ଅନୁଯାୟୀ ମହାଶିବରାତ୍ରି ତଥା ଜାଗର ରାତିର ପରବର୍ତ୍ତୀ ମଙ୍ଗଳବାର ଦିନ ମାନସିକଧାରୀମାନେ ଦୀର୍ଘ ବର୍ଷ ହେଲା ନିଜର ମାନସିକ ପୂରଣ ହେବା ପରେ ଭକ୍ତ ମନ୍ଦିରକୁ ଆସିକି ବଦା ଓ କୁକୁଡ଼ା ବଳି ଦେବାର ପରମ୍ପରା ରହିଆସିଛି। ଉକ୍ତ ମନ୍ଦିରକୁ କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରୁ ମଧ୍ୟ ମାନସିକଧାରୀମାନେ ଆସି ବଦା ବଳି ଦେଉଥିବାର ଦେଖିବାକୁ ମିଳିଛି। ତ ଏଥିପାଇଁ ବଡ଼ି ଭୋରରୁ ମନ୍ଦିର ଦୁଆର ଖୋଲିବା ପରେ ନୀତିକାନ୍ତି ସମାପନ ହୋଇ ମନ୍ଦିର ପୂଜାରୀଙ୍କ ଦେହରେ କାଳସୀ ଲାଗିବା ପରେ ଶ୍ରଦ୍ଧାଳୁ ଭକ୍ତଙ୍କ ଦୁଃଖ ଗୁହାରି ଶୁଣିଥାନ୍ତି। ତେବେ ଉକ୍ତ ମାନସିକଧାରୀମାନେ ତାଙ୍କର ମାନସିକ ପୂରଣ ହେବା ପରେ ପରବର୍ତ୍ତୀ ସମୟରେ ଉକ୍ତ ମନ୍ଦିରର କୁକୁଡ଼ା ବଳି ଦେବାର ପରମ୍ପରା ରହିଆସିଛି। ତ ଶିବରାତ୍ରି ପରଦିନ ଏଇଭଳିଆ ସବୁ ମାନସିକଧାରୀମାନେ ଏଇଭଳିଆ କୁକୁଡ଼ା ଓ ବଦା ବଳି ଦେଇ ରକ୍ତ ରଞ୍ଜିତ କରିଦେଇଛନ୍ତି ମା ଚଣ୍ଡୀଙ୍କ ପୀଠକୁ। ତ ଚାଲନ୍ତୁ ନଜର ପକାଇବା ଆଉ ଗୋଟେ ବଡ଼। ତ ଚାଲନ୍ତୁ ଦର୍ଶକ ବନ୍ଧୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନ୍ୟୁଜରେ ଆମେ ନଜର ପକାଇବା। ତ ସୁନ୍ଦରଗଡ଼ରେ ହେଇଛି ଏକ ଅଭାବନୀୟ ଘଟଣା, ଏକ ଲଜ୍ଜାକର ଘଟଣା ବାରମ୍ବାର ଘଟି ଚାଲୁଛି, ସତ୍ତ୍ୱେ ବି ପୋଲିସ ଓ ଜନତା କିଛି କରୁନାହାନ୍ତି। ତ ଚାଲନ୍ତୁ ସେଇ ଘଟଣାଟି ଉପରେ ନଜର ପକାଇବା। ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳରେ 2018ରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଶୁଣାଣି କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଅଭିଯୁକ୍ତ ସୁମନ୍ତ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାକୁ 7 ବର୍ଷ କାରାଦଣ୍ଡ ସହ 20,000 ଟଙ୍କାର ଜରିମାନା କରିଛନ୍ତି। ତ ଜରିମାନା କଲେ କ'ଣ ହେବ, ତାଙ୍କୁ ଫାଶୀ ହେବାଟା ଉଚିତ। ତ କମେଣ୍ଟ ବକ୍ସରେ ଆପଣଙ୍କର ମତାମତ ଜଣାଇଦେବେ। ଅନାଦେୟ ଅଧିକ ବର୍ଷେ କାରାଦଣ୍ଡ ଭୋଗିବାକୁ କୋର୍ଟ ଉଲ୍ଲେଖ କରିଛନ୍ତି। 18 ତାରିଖ ବୁଧବାର ପ୍ରକାଶିତ ରାୟରେ କୋର୍ଟ ପୀଡ଼ିତାଙ୍କୁ 5 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 30/1/2018 ରାତି 7:30ଟା ନାବାଳିକା ଜଣକ ଘର ପଛପଟେ ଶୌଚ ପାଇଁ ଯାଇଥିବା ବେଳେ ସୁମନ୍ତ ତାଙ୍କ ମୁହଁକୁ ଚାପି ଧରି ଟେକି ନେଇ ଦୁଷ୍କର୍ମ କରିଥିଲା। ଏନେଇ ଟାଉନ ଥାନାରେ ଏତଲା ପରେ ଉତ୍କାଳୀନ ଥାନା ଅଧିକାରୀ ଅଶୋକ କୁମାର ଗିରି ଦୁଷ୍କର୍ମ ଓ ପକ୍ସୋ ଆଇନରେ ଏକ ମାମଲା ରୁଜୁ କରିଥିଲେ, କିନ୍ତୁ ସୁମନ୍ତ ଫେରାର ହୋଇଯାଇଥିଲା। ପୁଲିସ ତନାଘନା ଚଲାଇ 16/8/2018ରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତ ମାମଲାର ବିଚାର ଚାଲିଥିବା ବେଳେ 18 ତାରିଖରେ ତାର ଶୁଣାଣି ହେଇଛି। ଦର୍ଶକ ବନ୍ଧୁ ଚାଲନ୍ତୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ ଉପରେ ଆମେ ଆଖି ପକାଇବା। ତ ଟ୍ୟାକ୍ସକୁ ନେଇକି ଆସିଯାଇଛି ଏକ ବଡ଼ ଘୋଷଣା। ନୂଆଦିଲ୍ଲୀ ଭାରତରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ଗତ ଗୋଟିଏ ଦଶନ୍ଧିରେ 2 ଗୁଣ ହେଇଛି। ଟିକସ ବ୍ୟବସ୍ଥାରେ ଅଣାଯାଇଥିବା ସଂସ୍କାର ଏହି ବୃଦ୍ଧିର କାରଣ ବୋଲି କୁହାଯାଉଛି। ଭାରତୀୟ ଆୟକର ବିଭାଗ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ରିପୋର୍ଟର ଟିକସଦାତା ଆଧାର ବା ସଂଖ୍ୟାର ବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ 2013 ଏବଂ 14 ଆର୍ଥିକ ବର୍ଷ ବେଳକୁ ଦେଶର ଆୟକର ରିଟର୍ଣ୍ଣ ଦାଖଲ କରୁଥିବା କିମ୍ବା ଆୟ ଉତ୍ସରୁ ଟିକସ କରୁଥିବା କରଦାତାଙ୍କ ସଂଖ୍ୟା 5.26 ମାନେ 5.26 କୋଟି ଥିଲା। ଏହା 2025-26ରେ ବୃଦ୍ଧି ପାଇ 12-13 କୋଟିରେ ପହଞ୍ଚିଛି। ଏହା ମଧ୍ୟ ଦେଶର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଓ ମଧ୍ୟବିତ୍ତଙ୍କ ସଂଖ୍ୟା ବୃଦ୍ଧିକୁ ସୂଚନାଉଥିବା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ତ ଦର୍ଶକ ବନ୍ଧୁ ଚାଲନ୍ତୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆମେ ନଜର ପକାଇବା। ତ ଆଗକୁ ଗରମ ଦିନ ଆସୁଛି, ତ ସେଇ ପାଇଁ ଆଗରୁ ଆମର ସରକାର ଯୋଜନା କରିଛନ୍ତି ଯେ ଛତ୍ରପୁର ଭାରତୀୟ ପାଣିପାଗ ପୂର୍ବାନୁମାନ କ୍ରମେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ
ତୀବ୍ର ଗ୍ରୀଷ୍ମ ପ୍ରଭାବ ପରିଲକ୍ଷିତ ହେବାର ଆଶଙ୍କା ରହିଛି। ତ ଗଞ୍ଜାମ ଜିଲ୍ଲାରେ ବେଶୀ ଗରମ ହେବାର ସମ୍ଭାବନା ରହିଛି। ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ପ୍ରତି ଅଂଶୁଘାତ ଜନିତ ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ଜରୁରୀ କାମରେ ଜନସାଧାରଣ ବାହାରକୁ ଯିବା ସମୟରେ ସାଥିରେ ପାଣି ବୋତଲ, ଛତା, ଟୋପି, ଓଦା କପଡ଼ା ମୁଣ୍ଡରେ ପକାଇ ଯାତାୟାତ କରିବା ଓ ମଧ୍ୟାହ୍ନ ସମୟରେ କୌଣସି ଜରୁରୀ କାମ ନଥିଲେ ଟାଣ ଖରାରେ ଘରୁ ନ ବାହାରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ତା ସହିତ ବିଭାଗୀୟ ଅଧିକାରୀମାନେ ଗ୍ରୀଷ୍ମ ପ୍ରବାହ ପରିଚାଳନାକୁ ଏକ ନିୟମିତ କାର୍ଯ୍ୟ ଭାବରେ ଗ୍ରହଣ ନକରି ଆନ୍ତରିକତା ଓ ସମ୍ବେଦନଶୀଳ ଭାବେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ପ୍ରବାହ ପରିଚାଳନା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରାକ୍ ପ୍ରସ୍ତୁତି କର୍ମଶାଳାରେ ସେ ପରାମର୍ଶ ଦେଇଛନ୍ତି। ତ ଦର୍ଶକ ବନ୍ଧୁ, ଇଏ ହେଉଛି ଆଗକୁ ଗରମ ଦିନ ଆସୁଛି, ତ ସେଇ ପାଇଁ ସୂଚନା କିଛି ଭାରତୀୟ ପାଣିପାଗ ବିଭାଗରୁ ମିଳିଛି। ତ ଆଗକୁ ଗଞ୍ଜାମ ଜିଲ୍ଲାରେ ପ୍ରବଳ ଗରମ ହେବାର ସମ୍ଭାବନା ରହିଛି। ତ ଏଣୁ ନିୟମ ମାନି ଚଳିଲେ ତ କିଛି ଅସୁବିଧା ହେବ ନାହିଁ। ତ ଚାଲନ୍ତୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତ ଆପଣମାନେ ଜାଣିଥିବେ ଯେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇସାରିଥିଲା। ତ ଦଶମ ଶ୍ରେଣୀର କିଛି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ତ ଏହାର କାରଣ କ'ଣ? ତ ଜାଣିବା। ଦେଖନ୍ତୁ ଯେ ପିଲାଙ୍କ ଭବିଷ୍ୟତ ସହ ଖେଳା ଘରୋଇ ଶିକ୍ଷାନୁଷ୍ଠାନର ଭୁଲ କାରଣରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ 5 ଜଣ ଛାତ୍ରଛାତ୍ରୀ। ତ କାହିଁକି 5 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିଲେ? CBSI ଦଶମ ଶ୍ରେଣୀ ପରୀକ୍ଷାରୁ ବାଦ ପଡ଼ିଲେ 5 ଜଣ ଛାତ୍ରଛାତ୍ରୀ। ଏହା ହେଉଛି ରାୟଗଡ଼ ଜିଲ୍ଲା କାଶୀନଗର ସ୍ମାର୍ଟ ସ୍କୁଲର ଘଟଣା। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଛାତ୍ର ଅଭିଭାବକ। ତ ଅଭିଯୋଗ ପ୍ରକାର ଦଶମ ଶ୍ରେଣୀରେ ପାଠ ପଢୁଥିବା ସମସ୍ତ 5 ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ଅଛନ୍ତି। ଗତକାଲି ପର୍ଯ୍ୟନ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ କୌଣସି ସୂଚନା ନ ଦେଇଥିବା ବେଳେ ଆଡମିଟ୍ କାର୍ଡ ପାଇଁ ସମୟ ମାଗି ଆସୁଥିବା ଅଭିଯୋଗ କରିଛନ୍ତି ଛାତ୍ର। ତ ଅଜୟ ଏବଂ ତାଙ୍କ ଅଭିଭାବକ ଗତକାଲି ଆଧାର କାର୍ଡର ତ୍ରୁଟି ଦର୍ଶାଇ ଫର୍ମ ପୂରଣ ହୋଇପାରିନଥିବା କହିଥିଲେ। ତେଣୁ ଆଜି ଜିଲ୍ଲାପାଳଙ୍କ ସାକ୍ଷାତ କରି ଏନେଇ ଅବଗତ କରାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ତ ଆହୁରି ଜାଣିବା 5 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଗଲେ। ଚାଲନ୍ତୁ ଦର୍ଶକ ବନ୍ଧୁ ଆଉ ଏକ ଖବର ଉପରେ ନଜର ପକାଇବା। ତ ଦର୍ଶକ ବନ୍ଧୁ ଆଉ ଏକ ଖବର ଉପରେ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତ ବିଜେଡିର ଏମିତି କିଛି କାମ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଭଳି ଲାଗିବ। ତ ବିଜେଡି ପକ୍ଷରୁ ଧାନ ଗାଡ଼ି ସାଙ୍ଗରେ ଧରି ରାଜରାସ୍ତା ଉପରେ ବିରଳ ପ୍ରତିବାଦ କରାଯାଇଛି। ତ କାହିଁକି ପ୍ରତିବାଦ ହୋଇଛି? ଚାଷୀମାନଙ୍କର ସହଯୋଗରେ ବିଜେଡି କର୍ମୀମାନେ ଧାନ ବସ୍ତା ମୁଣ୍ଡରେ ମୁଣ୍ଡାଇ ବିକ୍ଷୋଭ ଓ ଶୋଭାଯାତ୍ରା ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟ ନେତୃତ୍ୱରେ ନିମାପଡ଼ାଠାରେ ଜିଲ୍ଲାସ୍ତରୀୟ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି। ନୂଆ ବସଷ୍ଟାଣ୍ଡ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜୟଶ୍ରୀ ଛକ, ପୁରୁଣା ବସଷ୍ଟାଣ୍ଡ, ଦୋଳବେଦୀ ଛକ ଦେଇ ବଡ଼ ବଜାର ଅତିକ୍ରମ କରି ତହସିଲ ଅଫିସ ନିକଟରେ ପହଞ୍ଚି ସେଠାରେ ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ଟାଉନ ହଲଠାରେ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ତ ଏତିକିରେ ଦର୍ଶକ ବନ୍ଧୁ ମୁଁ ଆଜିର ନ୍ୟୁଜ ସମାପ୍ତ କରୁଛି। ତ ଆଶା କରୁଛି ଆପଣମାନଙ୍କୁ ନ୍ୟୁଜ ଭଲ ଲାଗିଥିଲେ ତ ଲାଇକ୍ ସବସ୍କ୍ରାଇବ କରିଦେବେ ଆଉ କମେଣ୍ଟରେ ଆପଣଙ୍କ ମତାମତ ଦେଇଦେବେ।